ଟିକସର ଏକ ମୁଖ୍ୟ ଅଂଶ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିନିଯୋଗ ହେଉଛି। ଅଧିକାଂଶ ଡାକ୍ତର ଯେଉଁମାନେ ଡାକ୍ତରୀ ସେବାକୁ ନିଜର ବୃତ୍ତି ରୂପେ ବାଛି ନେଇଛନ୍ତି ଟିକେ ସରକାରୀ ସେବା ପ୍ରତି ବିମୁଖ ହେଇକି ସେମାନେ ପ୍ରାଇଭେଟରେ କେମିତି ବିଶେଷ କରି ଘରୋଇ ହସ୍ପିଟାଲ ମାନଙ୍କରେ ତାଙ୍କର ସମୟ ଦାନ କରି କେମିତି ଅର୍ଥ ଉପାର୍ଜନ କରିବେ ସେଥିପ୍ରତି ବିଶେଷ ଯତ୍ନବାନ ହେଉଛନ୍ତି, ଯେଉଁଥିରେ କି ତାଙ୍କର ମୂଳ ଲକ୍ଷ୍ୟ ଡାକ୍ତର ହେବାର ଯେଉଁ ଡାକ୍ତରକୁ ଭଗବାନ ବୋଲି ଯେଉଁ ଆଖ୍ୟା ଦିଆହେଉଥିଲା ସେଥିରୁ ଟିକେ ବିରତ ରହୁଛନ୍ତି। ଘରୋଇ ହସ୍ପିଟାଲ ମାନ ଘରୋଇ ମେଡିକାଲ କଲେଜ ମାନ ଖୋଲାଯାଉଛି, ଯେଉଁଥିରେ କୋଟି କୋଟି ଟଙ୍କାର ଡୋନେସନରେ ସେଠି ସିଟ୍ ମାନ ବଢ଼ାଇ ଦିଆଯାଉଛି। କିଛି ପିଲା ଡାକ୍ତରୀ ପାଠ ପଢ଼ିବାକୁ ଆସୁଛନ୍ତି, ପରବର୍ତ୍ତୀ ସମୟରେ ସେମାନେ ସେଇ ଘରୋଇ ହସ୍ପିଟାଲ ମାନଙ୍କରେ ବିଶେଷ ଧ୍ୟାନ ଦେଉଛନ୍ତି। ଏହାର ପ୍ରକୃତ କାରଣ କ'ଣ? ଯେ ସବୁ ଡାକ୍ତର କ'ଣ ସେବା ମନୋବୃତ୍ତିରେ କାମ କରୁଛନ୍ତି ନା କରୁନାହାନ୍ତି? ଆଜ୍ଞା ନେକ୍ସଟ ହେଲା କିଛି ଡାକ୍ତର ଟଙ୍କା ଦ୍ୱାରା ପ୍ରଭାବିତ ହଉଛନ୍ତି। ଆଜ୍ଞା ଆଚ୍ଛା, କଥା ହଉଛି ଯେତେ ଜଣ ଡାକ୍ତର ଏଇ ପାଠ ପଢୁଛନ୍ତି ପ୍ରାୟତଃ ଆପଣ ଭାବି ନିଅନ୍ତୁ ମେଜରିଟି ମାନେ 90% ଡାକ୍ତରୀ ପଢୁଥିବା ପିଲାମାନେ ଆକ୍ଚୁଆଲି ଡାକ୍ତରୀ ବିଦ୍ୟା ପ୍ରତି ଏବଂ ଚିକିତ୍ସା ପ୍ରତି ଏବଂ ଲୋକମାନଙ୍କ ପ୍ରତି ତାଙ୍କର ଆଦର ଭାବ ଅଛି, ଆଜ୍ଞା ସେଥିପାଇଁ ସେମାନେ ଏ ପ୍ରଫେସନଟା ଚୁଜ୍ କରିଥାନ୍ତି। ଆଜ୍ଞା ଆମ ଟାଇମରେ ବି ସେମିତି ଥିଲା, ଏବେ ବି ଅଛି। ତାହେଲେ କାଳକ୍ରମେ କ'ଣ ହେଲା, କିଛି ଛାତ୍ର ପ୍ରାଇଭେଟରେ ପଢିବେ ଆଉ କିଛି ଛାତ୍ର ସରକାରୀ ଆଜ୍ଞା କଲେଜରେ ପଢିବେ। ଆମର ଜନସଂଖ୍ୟା ଅନୁସାରେ ଆମର ଯେତିକି ଡାକ୍ତର ଆବଶ୍ୟକତା ଅଛି ଭାରତରେ ଓଡ଼ିଶାରେ ସେଇ ପରିମାଣରେ ଆମର ଡାକ୍ତରୀ ନାହାନ୍ତି, ଅଭାବ ଡାକ୍ତର ଅଛି। ନାହାନ୍ତି। ସେଥିପାଇଁ ଏଇଟା ଗୋଟେ ପଲିସି ମେକିଂର କଥା ଆସିଗଲା। ତାହେଲେ ଆମର ଲୋକ ସଂଖ୍ୟା କେତେ ଅଛନ୍ତି, ଆମ ଡାକ୍ତର କେତେ ଦରକାର? ଆଟଲିଷ୍ଟ ପ୍ରତି 2000 ଲୋକ ପାଇଁ ଜଣେ ଡାକ୍ତର ଦରକାର। ଆଜ୍ଞା ତାହେଲେ ଡାକ୍ତର ପଢିବା ପାଇଁ ଡାକ୍ତର ମେଡିକାଲ କଲେଜ ଦେବା ଦରକାର। ତାହେଲେ ମେଡିକାଲ କଲେଜ ଆଉ ମେଡିକାଲ କଲେଜର ସିଟ୍, ଏମବିବିଏସ୍ ଷ୍ଟୁଡେଣ୍ଟ ମାନଙ୍କ ସଂଖ୍ୟା, ଏମବିବିଏସ୍ ଷ୍ଟୁଡେଣ୍ଟ ମାନଙ୍କୁ ପାଠ ପଢିବା ପାଇଁ ଯେଉଁ ଡାକ୍ତର ମାନଙ୍କର ଯେଉଁମାନେ ଟିଚର ରହିବେ, ଫ୍ୟାକଲ୍ଟି ରହିବେ, ସେମାନଙ୍କ ସଂଖ୍ୟା, ଏଇଟା ଗୋଟେ ସରକାରଙ୍କର ପରିଧିକୁ ପଳେଇ ଆସିଲା। ଆଜ୍ଞା ଗୋଟେ ପାର୍ଟ ଗଭର୍ଣ୍ଣମେଣ୍ଟ ସେକ୍ଟର। ଆଉ କିଛି ରହିଲା ଯେ ସରକାର କ'ଣ ତାକୁ ପୂରଣ କରିଛନ୍ତି କି ଦୀର୍ଘ ଦିନ ଧରି ଯେବେଠୁ ଆମେ ସ୍ୱାଧୀନତା ପାଇଲେଣି ଚେଷ୍ଟା କରିଛନ୍ତି କିନ୍ତୁ ସେଥିରେ ସଫଳ ହେଇନାହାନ୍ତି। ତାହେଲେ ପ୍ରାଇଭେଟାଇଜେସନ କଥା ଆସିଲା। ଯେମିତି ପ୍ରାଇଭେଟାଇଜେସନ ଆପଣ ଜାଣିଛନ୍ତି ସବୁ ଜାଗାରେ ଗଭର୍ଣ୍ଣମେଣ୍ଟ ଆଣ୍ଡ ପ୍ରାଇଭେଟ ପାରାଲେଲି ସବୁ ଜାଗାରେ ରହୁଛି ଏବଂ ମୁଁ ଭାବୁଛି ଆଗାମୀ ଦିନରେ ରହିବ ମଧ୍ୟ। ସେଟା ଗୋଟେ ନୀତିଗତ କଥା ଆସିଯାଉଛି, ଆମେ ପରେ କଥା ହେବା। କିନ୍ତୁ ପ୍ରାଇଭେଟାଇଜେସନ ରହିବ। ପ୍ରାଇଭେଟାଇଜେସନ କାହିଁକି ରହିଲା? ଯେହେତୁ ଡିମାଣ୍ଡ ଆଣ୍ଡ ସପ୍ଲାଇରେ ଗ୍ୟାପ୍ ରହିଲା, କିଛି ପ୍ରାଇଭେଟ ପ୍ଲେୟାର, କିଛି ପ୍ରାଇଭେଟ ଏଣ୍ଟରପ୍ରିନର୍ସ, କିଛି ପ୍ରାଇଭେଟ ଡାକ୍ତର ବି ଚାହିଁବେ ଯେ ସେମାନେ ତାଙ୍କର ସ୍କିଲ୍ ଆଉ ଅର୍ଥକୁ ଲଗେଇକି ମେଡିକାଲ କଲେଜ ବନେଇବେ, ପ୍ରାଇଭେଟ ହସ୍ପିଟାଲ ବି ବନେଇବେ ଏବଂ ତା ଦ୍ୱାରା କିଛି ପିଲା ପ୍ରାଇଭେଟଲି ପାଠ ପଢିକି ଡାକ୍ତର ହେବେ। ତା ସହିତ ପ୍ରାଇଭେଟ ହସ୍ପିଟାଲ ବି ବନିବ। ତାହେଲେ ଆମ ବୋଧେ ଦୁଇଟା ଅପସନ ଆସିଯାଉଛି, ଗୋଟେ ଗଭର୍ଣ୍ଣମେଣ୍ଟ ହସ୍ପିଟାଲ, ଗଭର୍ଣ୍ଣମେଣ୍ଟ ମେଡିକାଲ କଲେଜ, ଆଜ୍ଞା ଆଉ ଗୋଟେ ହେଲା ପ୍ରାଇଭେଟ ହସ୍ପିଟାଲସ ଆଣ୍ଡ ପ୍ରାଇଭେଟ ମେଡିକାଲ କଲେଜ। ଆଜ୍ଞା ତାହେଲେ ଏଇ ଦିଟା ଭିତରେ ତାରତମ୍ୟ ଆଉ ସମନ୍ୱୟ ରକ୍ଷା କରିବାର ଆବଶ୍ୟକତା ଅଛି, ଆଉ ସେଥିପାଇଁ ସରକାରଙ୍କ ପାଖରେ ବଡ ଆହ୍ୱାନ ଅଛି। ଆଜ୍ଞା କେବଳ ସରକାର କହିଲେ ତ ଯେଉଁମାନେ ଇଲେକ୍ଟେଡ ରିପ୍ରେଜେଣ୍ଟେଟିଭ ଆପଣ ବୁଝୁଛନ୍ତି ସେମିତି ନୁହେଁ। ସରକାର କହିଲେ ସରକାର ଯେଉଁମାନେ ନିର୍ବାଚିତ ଜନପ୍ରତିନିଧି, ତା ସହିତ ଆମ ସାମ୍ବିଧାନିକ ବ୍ୟବସ୍ଥାରେ ଆମେ ସମସ୍ତେ ବି ଆସିଯାଉଛନ୍ତି। ଆଜ୍ଞା ସେଥିରେ ଗୋଟେ ସଚେତନ ନାଗରିକ ବି ଆସିଯାଉଛି, ସେ ବି ସରକାର। ତାହେଲେ ଆମେ ସମସ୍ତେ ନଜର ରଖିବା ଆମେ ଯୋଉ ସରକାରକୁ ବାଛୁଛନ୍ତି ସେ ସରକାର ଲୋକଙ୍କର ମୌଳିକ ଆବଶ୍ୟକତା ପୂରଣ କରୁଛି ନା କରୁନାହିଁ। ଆଜ୍ଞା ଯଦି ଆପଣଙ୍କୁ ଲାଗୁଛି କରୁନାହିଁ ତାହେଲେ ଆପଣ ଆନ୍ଦୋଳନାତ୍ମକ ପନ୍ଥା ନେଇପାରିବେ, ଆଜ୍ଞା ଗଣତାନ୍ତ୍ରିକ ପଦ୍ଧତିରେ ଆପଣ ଡିମାଣ୍ଡ ରଖିପାରିବେ। ଆଉ ସେଥିପାଇଁ ଗଭର୍ଣ୍ଣମେଣ୍ଟର ମେଡିକାଲ କଲେଜ ଆଣ୍ଡ ପ୍ରାଇଭେଟ ମେଡିକାଲ କଲେଜ ମଧ୍ୟରେ ଗୋଟେ ସମନ୍ୱୟ ରହିବା ଦରକାର ଏବଂ ସରକାର ଯାହାକୁ କହୁଛନ୍ତି ଆମେ ଏଇ ଦି ଜଣଙ୍କ ଉପରେ ଗୋଟେ ଷ୍ଟ୍ରଙ୍ଗ ଭିଜିଲାନ୍ସ। ସଠିକ ନଜର ରଖିବ ଆଜ୍ଞା ଯେ ସେମାନେ ସମ୍ବିଧାନର ନୀତି ମାନି କାର୍ଯ୍ୟ କରିବେ, ଯେପରି ଲୋକମାନଙ୍କୁ କୌଣସି ଅସୁବିଧା ନ ହୁଏ ଏବଂ ଲୋକମାନଙ୍କୁ ସ୍ୱାସ୍ଥ୍ୟ ସେବା ସୁରୁଖୁରୁରେ ଗାଁରେ ମଧ୍ୟ ପହଞ୍ଚି ପାରିବ। ତା ପ୍ରତି ସରକାର ଯତ୍ନବାନ ହବ, ତା ସହିତ ସିଭିଲ ସୋସାଇଟି ବି ଯତ୍ନବାନ ହବ।